ରାମେଶ୍ୱର ଗ୍ରାମରେ ମୁକ୍ତିକାନ୍ତ ନାମରେ ଜଣେ ଜମିଦାର ଥିଲେ। ସେ ଦୟାଳୁ ଓ ଶାନ୍ତି ସ୍ୱଭାବର ମଣିଷ। ଜମିଦାର ନିଜର ଏକମାତ୍ର ପୁତ୍ର ପ୍ରିୟବ୍ରତର କାର୍ଯ୍ୟକଳାପରେ ଆଦୌ ସନ୍ତୁଷ୍ଟ ନଥିଲେ। ସାଙ୍ଗସାଥୀଙ୍କ ସହିତ ଖୁଆପିଆ ବୁଲାବୁଲିରେ ପ୍ରିୟବ୍ରତର ପୂରା ଦିନ ବିତି ଯାଉଥିଲା। ଅନେକ ସମୟରେ ପ୍ରିୟବ୍ରତ ବନ୍ଧୁ ଘରେ ରାତ୍ରି ଯାପନ କରୁଥିଲା। ବନ୍ଧୁମାନଙ୍କୁ ଘଡ଼ିଏ ନ ଦେଖିଲେ ପାଗଳଙ୍କ ପରି ଆଚରଣ କରୁଥିଲା। ଘର ଖାଦ୍ୟ ତାକୁ ଆଗ ପରି ଆଉ ରୁଚୁ ନଥିଲା। ମଉଜ ମଜଲିସରେ ଦିନ କାଟିବା ଧୀରେ ଧୀରେ ପ୍ରିୟବ୍ରତର ଅଭ୍ୟାସରେ ପରିଣତ ହୋଇଗଲା। ସେ ଦିନକ ପାଇଁ ଘର ଦାୟିତ୍ୱ ନେଉନଥିଲା କି ନିଜ ପିତାଙ୍କୁ ତାଙ୍କ କାମରେ କେବେ ସାହାଯ୍ୟ ସହଯୋଗ କରୁନଥିଲା। ପ୍ରିୟବ୍ରତ ସମୟର ମହତ୍ତ୍ୱ ବୁଝୁନଥିବାରୁ ଉଭୟ ପିତାମାତା ଚିନ୍ତିତ ରହୁଥିଲେ। ଅନେକ ପ୍ରକାର ବୁଝେଇଲା ପରେ ବି ତାର ସ୍ୱଭାବରେ ସାମାନ୍ୟ ବି ପରିବର୍ତ୍ତନ ହେଉନଥାଏ। ଦିନେ ଜମିଦାର ଏ ବାବଦରେ ଜଣେ ସନ୍ଥଙ୍କ ଠାରୁ ପରାମର୍ଶ ନେଲେ। ସବୁ କଥା ଶୁଣି ସନ୍ଥ କହିଲେ, ଦିନେ ପ୍ରିୟବ୍ରତକୁ ମୋ ପାଖକୁ ପଠାନ୍ତୁ। ମୁଁ ଏହାର ସମାଧାନର ବାଟ କାଢ଼ିବି। ପିତାଙ୍କ ଆଦେଶ ପାଇ ପ୍ରିୟବ୍ରତ ଦିନେ ସନ୍ଥଙ୍କ ନିକଟରେ ପହଞ୍ଚିଲା। ପ୍ରିୟବ୍ରତ ସନ୍ଥଙ୍କ ପାଦସ୍ପର୍ଶ କରି ପ୍ରଣାମ କଲା। ସନ୍ଥ ପ୍ରିୟବ୍ରତକୁ ନିଜ କୁଟୀର ପଛପଟକୁ ଡାକି ନେଇ 3ଟି ଅନାବନା ଗଛକୁ ଦେଖାଇଲେ। ଗୋଟିଏ ଗଛ ଆଉ ଗୋଟିଏ ତା'ଠାରୁ ଟିକେ ବଡ଼, ଆଉ ଅନ୍ୟଟି ଆଉ ଟିକେ ବଡ଼। ସନ୍ଥ କହିଲେ, ଏବେ ମୋତେ ତୁମେ 3ଟି ଯାକ ଗଛ ଉପାଡ଼ିକି ଦିଅ। ପ୍ରିୟବ୍ରତ ସଙ୍ଗେ ସଙ୍ଗେ ଛୋଟ ଗଛଟିକୁ ଉପାଡ଼ି ଦେଲେ। ଦ୍ୱିତୀୟ ଗଛଟିକୁ ସାମାନ୍ୟ ବଳ ପ୍ରୟୋଗ କରିବାକୁ ପଡ଼ିଲା, ହେଲେ ବଡ଼ ଗଛଟିକୁ ଆଦୌ ଉପାଡ଼ି ପାରିଲେ ନାହିଁ। ସନ୍ଥ କହିଲେ, ଶେଷ ଗଛଟି ଉପରେ ଅଧିକ ବଳ ପ୍ରୟୋଗ କଲ, କିନ୍ତୁ ଉପାଡ଼ି ପାରିଲନି। କାରଣ ମାଟି ଓ ଗଛର ବନ୍ଧୁତା ତୁମ ବଳଠାରୁ ଅଧିକ ଶକ୍ତି ଥିଲା। ମଣିଷ ସମାଜରେ ବି ବନ୍ଧୁତାର ଦୃଢ଼ତା ଅବିକଳ ମାଟି ଓ ଗଛ ପରି। ଜୀବନରେ ବନ୍ଧୁତାର ଆବଶ୍ୟକତା ତ ରହିଛି, ହେଲେ ବନ୍ଧୁତା ଆଢ଼ୁଆଳରେ ନିଜ କର୍ତ୍ତବ୍ୟକୁ ଏଡ଼ାଇ ଦେବା ଆଦୌ ଗ୍ରହଣୀୟ ନୁହେଁ। ସୁଗୁଣରେ ପରିପୂର୍ଣ୍ଣ ବନ୍ଧୁଟି ଜୀବନର ମାର୍ଗକୁ ପ୍ରଶସ୍ତ କରେ, ଆଉ ଦୁଷ୍ପ୍ରକୃତିର ବନ୍ଧୁ ଜୀବନକୁ ନର୍କରେ ପରିଣତ କରିଦିଏ। ସମୟକ୍ରମେ ଦୁଷ୍ଟ ପ୍ରକୃତିର ବନ୍ଧୁଠାରୁ ହାତ ଛଡ଼ାଇବା କାଠିକର ପାଠ। ଏଣୁ ଗୁଣ ପରଖି ବନ୍ଧୁତ୍ୱ ଗଢ଼ିବା ନିହାତି ଜରୁରୀ। ପ୍ରିୟବ୍ରତ ନିଜ ଭୁଲ ସ୍ୱୀକାର କରି ସନ୍ଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ। ଧୀରେ ଧୀରେ ପୁରୁଣା ସାଙ୍ଗସାଥୀଙ୍କଠାରୁ ଦୂରେଇ ଉଭୟ ଗୃହ କାର୍ଯ୍ୟ ଓ ପିତାଙ୍କର ଦାୟିତ୍ୱ ନିଜ କାନ୍ଧକୁ ନେବାକୁ ଲାଗିଲେ। ଜମିଦାର ମୁକ୍ତିକାନ୍ତ ପୁତ୍ରର ମନ ପରିବର୍ତ୍ତନ ହୋଇଥିବାରୁ ସନ୍ଥଙ୍କ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କଲେ।